ସାଙ୍ଗମାନେ ଆମ ବାଡ଼ିରେ ଆଜି ବ୍ରହ୍ମକମଳ ଫୁଲ ଫୁଟିଛି। ଆଗରୁ ବି ଫୁଟିଥିଲା, ମୁଁ ଦେଖେଇ ନଥିଲି, କିନ୍ତୁ ଆଜି ଦେଖଉଛି। ଆମ ଧର୍ମପତ୍ନୀ ଆସିକି କହିଲେ କି ଫୁଲ ଫୁଟି ସାରିଲାଣି, ଆସ ଦେଖିବ। ମୁଁ ଆସିଲି ଦେଖିବାକୁ। ଆଗରୁ ଗୋଟେ ଦିଟା ଫୁଟୁଥିଲା, ଆଜି ତିନୋଟି ଫୁଟିଛି। ଆସନ୍ତୁ ଦେଖଉଛି ଫଟୋ ବ୍ରହ୍ମକମଳର ଫୁଲ ଫୁଟିବାର ଦୃଶ୍ୟ ଦେଖନ୍ତୁ। ତିନୋଟି ଫୁଲ ଫୁଟିଛି। ଏଟା ହେଉଛି ବ୍ରହ୍ମକମଳ। ରାତିରେ ଫୁଟିବ ଏବଂ ସେ ଘଣ୍ଟେ ଖଣ୍ଡେ ରହିକି ସେ ଅଟୋମେଟିକ୍ ତାର ମଉଳିଯିବ, ସକାଳକୁ କିଛି ନଥିବ। ରାତିରେ ହିଁ ଠାକୁରଙ୍କୁ ଦିଆଯାଏ, କିନ୍ତୁ ଆମର ସେ ଯେଉଁ ମାଳି ଜଣେ ଅଛନ୍ତି ଠାକୁରଙ୍କ ପାଖରେ ଆସନ୍ତି, ମୁଁ ତାଙ୍କୁ କହିଥିଲି, ସେ ତ ଆସିନାହାନ୍ତି। ମାଳିଙ୍କୁ କହିଥିଲି ସେ ତୋଳିକି ନେବା ପାଇଁ, ସେମାନେ ଆସିନାହାନ୍ତି। ସାଙ୍ଗମାନେ କିଏ ଯଦି ଦେଖିଥିବେ ତ ଭଲ କଥା, ଯଦି ନ ଦେଖିଥିବେ ଦେଖନ୍ତୁ ବ୍ରହ୍ମକମଳ। ୟୁଟ୍ୟୁବରେ ମାରିଲେ ଜଣାପଡ଼ିଯିବ ବ୍ରହ୍ମକମଳର କ'ଣ ଉପକାରିତା, ତା'ର ଭଲ ମନ୍ଦ ବିଷୟରେ ଆପଣ ଦେଖନ୍ତୁ। ବ୍ରହ୍ମକମଳ ଫୁଲ ଏଇଟା ଟୋଟାଲ ଫୁଟି ସାରିଛି। ଏଇ ଦୁଇଟି ତିନୋଟି ଫୁଲ। ଏଇଟା ବ୍ରହ୍ମକମଳ, ତାର ପତ୍ରରୁ ହିଁ, ଡାଳରୁ ଫୁଲ ହୁଏନି, ପତ୍ରରୁ ହିଁ ଫୁଲ ହୁଏ। ଦେଖନ୍ତୁ ପତ୍ରରୁ ଫୁଲ ବାହାରିଛି, ଏଇ ପତ୍ରରୁ ବାହାରିଛି। ଆର ପତ୍ରରୁ ହିଁ ଗଛ, ଆର ଗଛ କେବଳ ପତ୍ରରୁ ହିଁ ବାହାରେ। ଏଇ ପତ୍ର ବି ଆମ ବଡ଼ ଭାଇ ଲଗେଇଛନ୍ତି, ପତ୍ର ପୋତିଛନ୍ତି, ଗଛ ହବ। ଆର ପତ୍ରରୁ ଗଛ, ପତ୍ରରୁ ଫୁଲ। ଡାଳ, ପତ୍ରରୁ ହିଁ ଡାଳ ବାହାରେ। ଏଇ ଡାଳ ଯେଉଁ ବାହାରିଛି ବି, ଏଇ ତାର ପତ୍ର ହିଁ ଗଛ। ତିନୋଟି ଫୁଲ ଫୁଟିଛି। ରହୁଛି ସାଙ୍ଗମାନେ, ବାଏ, ଗୁଡ୍ ନାଇଟ୍।